ଆପଣମାନେ ସମସ୍ତେ ଜାଣିଛନ୍ତି ଯୁଦ୍ଧ ହେଉଛି ଏକ ଧ୍ୱଂସକାରୀ ଶବ୍ଦ। ତାହା ସବୁ ଜାଗାରେ କ୍ଷତି ହିଁ ସାଧନ କରିଥାଏ, କିଛି ଲାଭ ହେଇନଥାଏ ସେଥିରେ। ହେଉ ବା ପାକିସ୍ତାନ ବା ଭାରତ, ବ୍ରିଟେନ, ଆମେରିକା, ସବୁ ଦେଶରେ ଯୁଦ୍ଧ ହିଁ କେବଳ କ୍ଷତି ସୃଷ୍ଟି କରିଥାଏ। ତେଣୁକରି ମୋ ମତରେ ପହଲଗାମରେ ନିରୀହ ନାଗରିକମାନଙ୍କୁ ଯେଉଁମାନେ ମୃତ୍ୟୁମୁଖରେ ପହଞ୍ଚାଇଥିଲେ ସେମାନଙ୍କର କୋହଭରା ଛାତିଫଟା କାନ୍ଦକୁ ସମଗ୍ର ବିଶ୍ୱ ଦେଖିଥିଲା। ସେହି ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମରାଯାଉ ଏବଂ ଆତଙ୍କବାଦର ସମୂଳେ ନଷ୍ଟ କରାଯାଉ। କିନ୍ତୁ ଯୁଦ୍ଧ ଦ୍ୱାରା ସାଧାରଣ ଜନତା ବା ପାକିସ୍ତାନର ହୁଅନ୍ତୁ ବା ଭାରତର ହୁଅନ୍ତୁ, କେହି ଯେମିତି ହଇରାଣ ନ ହୁଅନ୍ତୁ, କ୍ଷତିଗ୍ରସ୍ତ ନ ହୁଅନ୍ତୁ ଏବଂ ସାଧାରଣ ଜନତା କ୍ଷତିଗ୍ରସ୍ତ ହେଲେ ଦେଶର ଆର୍ଥିକ ପରିସ୍ଥିତି, ସାମାଜିକ ସ୍ଥିତି ସବୁକିଛି ଦୁର୍ବଳ ହୋଇପଡ଼ିବ। ଏହା ମୋର ଅନୁରୋଧ ଏବଂ ଏହା ମୋର ମତ। ଯୁଦ୍ଧ ହେବା ଉଚିତ ନୁହେଁ। ଆପଣମାନଙ୍କର ମତ କ'ଣ? ଆପଣମାନେ କମେଣ୍ଟ ବକ୍ସରେ ଜଣାଇ ପାରନ୍ତି। ରହିଲି।